করুণাময় সূর্যদেব তোমার নামর জয়ধ্বনি আমি করছি। তোমার নামর জয় হেউ রাজা, তোমার নামর গৌরব করছে প্রভু। তুমি প্রশংসা পাইবার ঈশ্বর, তুমি প্রশংসা নিবাসিনী ঈশ্বর প্রভু। হালেলুয়া। Praise the Lord. মঙ্গলময় প্রভু তোমার নামে ধন্যবাদ। আজ এই স্মরণীয় দিবসরে আমি ସବୁ ତୁମ ନାମରେ ସମବେତ କରୁଛୁ। এই সময়କୁ তুমি ନିଜର କର ବାପା। ଏହା କେବଳ ତୁମର ସମୟ ହେଉ ପ୍ରଭୁ। ତୁମେ ଆମକୁ କଥା କୁହ ପ୍ରଭୁ। এই সময়ের স্বর্গ উন্মুক্ত করো। হালেলুয়া। ତୁମ ଆତ୍ମା ଏଠାରେ କାର୍ଯ୍ୟ କରନ୍ତୁ। ପ୍ରତ୍ୟେକେ ତୁମର ରବ ଶୁଣନ୍ତୁ। ପ୍ରତ୍ୟେକେ ନୂଆ ଆଶୀର୍ବାଦ ପାଆନ୍ତୁ। ପ୍ରଭୁ এই ସମୟରେ ସ୍ୱର୍ଗ ଉନ୍ମୁକ୍ତ କର। ତୁମ ଆତ୍ମା ଏଠାରେ ଗମନାଗମନ କରନ୍ତୁ। ତୁମେ ପ୍ରତ୍ୟେକକୁ ଆଜି ନୂଆ ଆଶୀର୍ବାଦ ଦିଅ, ଛୁଇଁ ଦିଅ, ବଦଳାଇ ଦିଅ ପ୍ରଭୁ। ତୁମର ବଳବାନ ହସ୍ତରେ ରଖି ଗୌରବ ମହିମା ତୁମକୁ ଦେଇ এই ধন্যবাদ প্রার্থনা যিশুଙ୍କ ନାମରେ ଉତ୍ସର୍ଗ କরি। ଆମେନ୍। ଆମେ ପଢିବା ପ୍ରକାଶିତ 3 ତାହାର 11 ପଦ। ଆମେ ଶୀଘ୍ର ଆସୁଅଛୁ, ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥିନିମନ୍ତେ ତୁମ୍ଭର ଯାହା ଅଛି ତାହା ଦୃଢ଼ ରୂପେ ଧରି ରଖ। ଯଦି ଜଣେ ବ୍ୟକ୍ତି ବହୁତ ଧନ ପାଇଛି, ରାସ୍ତାରେ ଯାଉଛି, ଚୋରର ଭୟ ଅଛି। ତାକୁ ଜାଗ୍ରତରେ ସେ ରଖିବାକୁ ପଡିବ। ଏଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମକୁ ପ୍ରଭୁ ଅନେକ ଧନ ଦେଇଛନ୍ତି। ତାହା ଦୁନିଆର ସୁନା, ମୁକ୍ତା, ବିଭିନ୍ନ ମଣି ଠାରୁ ବି ମୂଲ୍ୟବାନ ଅଟେ। ଯଦି এই ଜଗତରେ ଜଣେ ଧନ ଧରିକି ରାସ୍ତାରେ ଗଲେ ବିପଦ ଅଛି, ତେବେ ସ୍ୱର୍ଗୀୟ ଧନ ଧରିକି ଆମେ କେତେ ଜାଗ୍ରତରେ ଚାଲିବାକୁ ପଡିବ। ଅନେକ ଧନ ଆମକୁ ଦିଆଯାଇଛି। ଧନ ପାଇବା ବଡ କଥା ନାହିଁ, ଶେଷ ଯାଏ ସମ୍ଭାଳିକି ରଖିବାକୁ ପଡିବ। ଯେହେତୁ ଆମର ବିପକ୍ଷ ସେ ଖୋଜି ବୁଲୁଛି,
ଗ୍ରାସ କରିବା ପାଇଁ। ଯଦି ତାର ହାବୁଡରେ ଆମେ ପଡିଯିବା ସେ ଗ୍ରାସ କରିବ। ମୋର ପ୍ରଶ୍ନ, ତାର ହାବୁଡରେ ପଡିବା ନା ନାହିଁ? ଟିକେ ଉତ୍ତର ଦିଅନ୍ତୁ। ହଁ ହଁ ଯାକୋବ 4:7 ପଢନ୍ତୁ। ଅତଏବ ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ, ଶୟତାନକୁ ପ୍ରତିବାଦ କର, ତାହା ହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇ ଯିବ। ନିକଟରେ ଅଛି ନା ନାଇଁ? ଅଛି। ତା ସହିତ ଲଢିବାକୁ ପଡିବ। ସେ ଆମ ନିକଟକୁ ଆସିବ, ପ୍ରତିବାଧା କରିବାର ଶିଖିବାର ଅଛି। ସେ ଖୋଜି ବୁଲେ ଆଉ ସେ ଆକ୍ରମଣ କରିବ। ସେ ଚାଲୁଣିରେ ଚଲାଇବ। ପଢନ୍ତୁ ସେ ପଦ, ଲୁକ କେତେ? ସିମୋନ ହଁ। ଦେଖ, ଗହମକୁ ଚାଲୁଣିରେ ଚଲାଇବା ପରି ଶୟତାନ ତୁମମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି, କିନ୍ତୁ ତୁମର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ ନିମନ୍ତେ ନିବେଦନ କରି ପୁଣି ତୁମେ ଫେରିଲା ଉତାରେ ଆପଣ ଭାଇମାନଙ୍କୁ ସୁସ୍ଥିର କର। ସିମୋନ 22:31 ସେ ଗହମକୁ ଚଲାଇବା ପରି ଚଲାଇବାକୁ ଅନୁମତି ପାଇଯାଇଛି। ତାମାନେ ଶୟତାନ ର ସମ୍ମୁଖୀନ ହେବାକୁ ପଡିବ। ଆପଣ ତାହାକୁ ବାଦ ଦେଇ ପାରିବେ ନାହିଁ। ସେ ଆପଣଙ୍କୁ ଚାଲୁଣିରେ ପକାଇଲା ପରି ପକାଇବ। ସେ ଆପଣଙ୍କୁ ପରୀକ୍ଷା କରିବ, କିନ୍ତୁ ଶକ୍ତିଦାତାଙ୍କ ସାହାଯ୍ୟରେ ଆପଣ ଜିତିବାକୁ ପଡିବ। ସେ ପରୀକ୍ଷା କରିବ ନାହିଁ ଏମିତି ନାହିଁ। ଆଉ ଶୁଣନ୍ତୁ ଇଣ୍ଟରେଷ୍ଟିଂ କଥା, ସେ ପରୀକ୍ଷା କଲେ ହିଁ ଆମର ମଙ୍ଗଳ। ଆୟୁବ ଘରେ ସେ ଆସିନଥାନ୍ତା, ଆୟୁବର ସମ୍ପତ୍ତି 2 ଗୁଣ ହେଇନଥାନ୍ତା। ଦରକାର ନା ନାହିଁ 2 ଗୁଣ? ହେଲେ ଆସୁ ନା ନାହିଁ? ଜୋରରେ ଠିକ ରେ କହୁନାହାନ୍ତି। ଜଲ୍ଦି ଆସ। ସେ ଆସିଲା ବେଳକୁ ରେଡି ତ? ଏଇଟା ହେଲା କଥା। ତାକୁ ଡାକ ନ ଡାକ, ତୁମେ ଡାକିଲେ ଆସିବ ନାହିଁ, ତୁମେ ନ ଡାକିଲେ ପଳେଇବ ନାହିଁ, ଏମିତି ନାହିଁ। ସେ ଆସିବ, ସମୟ ପାଇଲେ ଆସିବ, ଠିକ ସମୟରେ ଆସିବ। ପ୍ରଭୁଙ୍କ ଲୋକମାନେ, ଆମେ ବିଶ୍ୱାସୀ ମାନେ ଶୟତାନର ସମ୍ମୁଖୀନ ହେବାକୁ ନିହାତି ପଡିବ। ଏଣୁ ପ୍ରକାଶିତ 2:10 କୁହାଯାଉଛି, ଯେଉଁ ସବୁ ଦୁଃଖ ଭୋଗ କରିବାକୁ ଯାଉଅଛ, ସେଇ ସବୁକୁ ଭୟ କର ନାହିଁ। ଦେଖ, ତୁମମାନଙ୍କ ପରୀକ୍ଷା ନିମନ୍ତେ ଶୟତାନ ତୁମମାନଙ୍କ ମଧ୍ୟରୁ କାହାରିକୁ କାରାଗାରରେ ନିକ୍ଷେପ କରିବ। ଶୈତାନ ନିକ୍ଷେପ କରିବ। ତାମାନେ ଶୟତାନ ପରୀକ୍ଷା କରିବ। ଶୟତାନ ଗହମକୁ ଚାଲୁଣିରେ ଚଲାଇଲା ପରି ଆମକୁ ଚଲାଇବ। ଶୟତାନ ଆମର ନିକଟକୁ ଆସି ଯୁଦ୍ଧ କରିବ। ପଢନ୍ତୁ ପ୍ରକାଶିତ 12:11। ଆଉ ସେମାନେ ଦେଶସାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷର ବାକ୍ୟ ଦ୍ୱାରା ତାହାକୁ ଜୟ କରି ଅଛନ୍ତି। ପୁଣି ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟଜ୍ଞାନ କରିନଥିଲେ। ଶୟତାନ ସହିତ ଆପଣ ମାନେ, ମୋ ବିଶ୍ୱାସୀ ମାନେ ମଣ୍ଡଳୀ ଯୁଦ୍ଧ କରିବାକୁ ପଡିବ ଆଉ ଜିତିବାକୁ ପଡିବ। ତାମାନେ ଯୁଦ୍ଧ ଅଛି। ଶୟତାନର ଆମ୍ନା ସାମ୍ନା ହେବାକୁ ପଡିବ ହିଁ ପଡିବ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ମୁଁ କହିବା ପାଇଁ ଚାହେଁ,
শয়তান যদি পরীক্ষা করিব, পরীক্ষার রিজল্ট দুই প্রকার হইଥାଏ, গোটিଏ ହେଲା উত্তীর্ণ ଆଉ গোটে ହେଲା অবতীর্ণ, পাস ফেল। ଆମର ଉଦ୍ଦେଶ୍ୟ କଣ ଥାଏ ପିଲାମାନେ? ସେ କେଡେ ଗଧ ହେଲେ ମଧ୍ୟ ଆଶା କଣ ଥିବ? କେମିତି କରି ହେଲେ ଟଙ୍କା ଦେଇ ପଇସା ଦେଇ କପି କରି କେମିତି କରି ହେଲେ। କିନ୍ତୁ ପରୀକ୍ଷା ଦେବା ଲୋକ ତାର କିଛି ଉଦ୍ଦେଶ୍ୟ ନଥାଏ, ଇଏ ପାସ୍ ହଉ ଫେଲ ହଉ। ଦୁନିଆର ପରୀକ୍ଷାରେ ଏମିତି। କିନ୍ତୁ ଆତ୍ମିକ ଜୀବନର ପରୀକ୍ଷାରେ ପରୀକ୍ଷକର ଉଦ୍ଦେଶ୍ୟ ଆମକୁ ଫେଲ କରେଇବା। ଏମିତି ବି ସ୍କୁଲ ମାନଙ୍କୁ ହୁଏ, ପରୀକ୍ଷକ ମାନେ କପି ଦେଇ ଦିଅନ୍ତି, ବୋର୍ଡ ପରୀକ୍ଷା ବେଳକୁ ଦେଇ ଦିଅନ୍ତି ଲେଖରେ ଲେଖରେ ବୋଲି, ଏମିତି ବି ହୁଏ। କିନ୍ତୁ ଆତ୍ମିକ ପରୀକ୍ଷାରେ ପରୀକ୍ଷକ ଆପଣଙ୍କୁ ସାହାଯ୍ୟ କରିବେ ନାହିଁ। ପ୍ରଭୁଙ୍କ ଲୋକମାନେ ଶୟତାନ ପରୀକ୍ଷା କଲା ବେଳକୁ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପବିତ୍ର ଆତ୍ମା ଭିତରେ ଥାଇକି ମଧ୍ୟ ଆପଣଙ୍କୁ ଏକଲା ଯୁଦ୍ଧ କରିବାକୁ ପଡିବ। ପବିତ୍ର ଆତ୍ମା ସାହାଯ୍ୟ କରିବେ, ଯୁଦ୍ଧ ଆପଣ କରିବେ। ଏଣୁ ଆମ ମାନଙ୍କର ପାଇଁ ଯୁଦ୍ଧ ଅଛି। ଆଉ ପରୀକ୍ଷାରେ ଶୟତାନ ସବୁବେଳେ ଚାହିଁବ କି ଆମେ ଫେଲ ହେଇଯାଉ, ଆମେ ହାରିଯାଉ। ପ୍ରଭୁଙ୍କ ନାମ ଧନ୍ୟ ହଉ। ପରୀକ୍ଷା ଯଦି ଆସିବ ନାହିଁ ତ ଷ୍ଟୁଡେଣ୍ଟର ପାଠ ପଢିବା ବେକାର ଅଟେ। ପରୀକ୍ଷା ଯଦି ଛାତ୍ର ବା ଛାତ୍ରୀ ସମ୍ମୁଖୀନ ହେବେ ନାହିଁ, ତାର ପାଠ ବେକାର ଅଟେ। ଯଦି ପରୀକ୍ଷାର ସମ୍ମୁଖୀନ ହେବେ ନାହିଁ ତ ଆଗକୁ ବଢି ପାରିବେ ନାହିଁ। ଠିକ ସେପରି ଶୟତାନ ଯଦି ପରୀକ୍ଷା କରିବ ନାହିଁ, ଆମେ ଆଗକୁ ବଢି ପାରିବା ନାହିଁ। ଏଣୁ ଆମର ଉନ୍ନତି ପାଇଁ ପ୍ରଭୁ ଶୟତାନକୁ ପଠାନ୍ତି। ଶୟତାନ ପରୀକ୍ଷା ନ କରିବ ଆମର ଜୀବନ ମୁକୁଟ ମିଳିବ ନାହିଁ। କଣ ଭାବୁଛନ୍ତି ଆପଣ? ଆମେ ଗିର୍ଜା ଆସି ଟିକେ ଆରାଧନା କରି ଟିକେ ଉଦ୍ଦୀପିତ ହେଇ ଜୀବନ ମୁକୁଟ ପାଇଯିବା? ନାଇଁ, ଏଠାରେ ଆମେ ଉଦ୍ଦୀପିତ ହେଇ ବଳ ପାଇବା ପରୀକ୍ଷା ଦେବା ନିମନ୍ତେ। এইটা হচ্ছে আমার টিউশন সেন্টার, এইটা হচ্ছে আমার পাঠশালা, এইটা হচ্ছে আমার ব্যায়াম জায়গা। এখানে বসিকি প্রার্থনা করিকি বাক্য শুনিকি আমি পরীক্ষা পাই রেডি হেବାକୁ পড়িব। এটি পরীক্ষা হব নাই, পরীক্ষা এটি হব নাই। শিষ্য মানে উপর কোঠরীরে শক্তি পাইলে, পরীক্ষা লিখিলে জেলরে। ମୁଁ କହିବା ପାଇଁ ଚାହେଁ, ଯୀଶୁ ଗେସିମନିରେ ଶକ୍ତି ପାଇଲେ, ପରୀକ୍ଷା ଲେଖିଲେ କ୍ରୁଶରେ। ଏଣୁ ଆମେ ବଳ ପାଇବାର ଜାଗା ଅଲଗା, ଆମର ପରୀକ୍ଷା ହେବାର ଜାଗା ଅଲଗା। ପ୍ରଭୁଙ୍କ ଲୋକମାନେ ପରୀକ୍ଷା ବେଳକୁ ଯେମିତି କେହି ସାଙ୍ଗରେ ନଥାନ୍ତି, ଆପଣ ମାନଙ୍କର ବି ପରୀକ୍ଷା ବେଳକୁ କେହି ସାଙ୍ଗରେ ଥିବେ ନାହିଁ। ସାଙ୍ଗରେ ସ୍ତ୍ରୀ ସ୍ୱାମୀ ଥାଇକି ମଧ୍ୟ ନଥିଲା ପରି ହେବ। এটা হচ্ছে পরীক্ষা। এণু পরীক্ষারে যে হারি যাবে সেমানে হি হরাইবে, আর যে জিতিবে সেমানে ধরি রখিবে। আজির মোর প্রসঙ্গ যাহা ଅଛି তাকে দৃঢ় করে ধরি রখ। ধরি রখিবা পাই আমকু হাত দরকার। বিভিন্ন প্রকারর ধরি রখিবার আছে। সাধারণতঃ আমি কিছু ধরিবা পাই হাতকু ব্যবহার করু, কিন্তু এই জায়গায় যাহা ধরি রখিবা কথা কুহা যাଉଛି তাকে এ হাতরে ধরাଯିବ ନାହିଁ, তাকে অলগা প্রকারে ধরাଯିବ।
ताकू धरिबार कला अलगा प्रभु को लोक माने कौन कौन धरी रखिबे मु 10 गोटी कथा कहबा पई स्थिर करूछि आउ समय भितरे भी सारिबा पई स्थिर करिछि प्रेज द लॉर्ड गोटे गोटे कथा घंटाटीर कथा 10टा कथा को घंटाटीरे सारिबा को स्थिर करिछि प्रेज द लॉर्ड हालेलुया जेहेतु परिपक्व लोक मान को हिंदी रे गोटे कथा अछि समझदार को हाँ बेसी आ कहवा दरकार प्रेज द लॉर्ड आपण माने धन्य लोक माने तळे बसिकी उपासना करूछन गजपति रे मो गोटे मात्र चर्च देखिली उपवास प्रार्थना मो सब चर्च को अवश्य जाई नहीं किंतु ए उद्दीपनाटा रहू सब बेले प्रेज द लॉर्ड हालेलुया समझदार को एणु मु खाली इशारा करबी आपण माने समझदार प्रभु को नाम धन्य हो बहुत विषय को आमे धरी रखिबा को पड़िबो गोटे पिल्ला लोक धरला परि धरले हेबो नहीं गोटे बलवान लोक धरला परि धरिबार अछि क्यों पिला माने WWE देखिछ WWE रे धर देथिबे जे से न हारबा जाय छाड़बे नहीं मु तो देखिछि एबे देखु नहीं कि एबे आमे WWE रे अछु हालेलुया मु कहिबा पई चाहे एमिति धरिबार अछि जे शैतान हारबा जाय आमे धरिथिबार अछि कोन धरिबे प्रभु को नाम धन्य हो बहुत कथा अच्छी मु 10टा कथा को बाछी कहबी सबु कहि हबो नै प्रथम हैला सूची विवेक धरि रख ए ख्रिस्टियान जीवन रे प्रभु को लोक माने अनेक विषय धरिबा को पड़िबो तन मध्यरु गोटिए हैला सूची विवेक पढ़ो विश्वास व सूची विवेक धरि रख हां ता परित्याग परिबारु केतेकंकर विश्वास रूप जहाज मग्न होय अछि तुमरो जहा अछि ताको दृढ़ रूपे धरि रख ए तालिका रे मु प्रथम नाम रखुची सूची विवेक प्रभु को लोक माने एटारे दुईटा कुहा जायछि धरि रखिबा पई गोटे हैला विश्वास आ गोटे हैला सूची विवेक एब्री 3:14 पढ़ंतु कारण आरंभरे आम्भମାନଙ୍କର ଯେଉଁ ବିଶ୍ୱାସ ଥିଲା ତାହାକୁ ଶେଷ ପର୍ଯ୍ୟନ୍ତ ଦୃଢ଼ ରୂପେ ଧରି ରଖୁ ତାହା ହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବ प्रभु को लोक माने सूची विवेक को भी धरि रखिबार अछि विश्वास को भी धरि रखिबार अछि दुईटा विषय एठार अछि प्रभु को नाम धन्यवाद हेउ सूची विवेक कोन बड़ मनोयोगी है कि सुनिबे दुनिया रे जदि कौन सी अपराध हुए अपराधी को दंड देवा पाई विचारकर्तांकर राय दरकार पड़े आ विचारकर्ता डिस्ट्रिक्ट कोर्ट स्टेट कोर्ट सुप्रीम कोर्ट हाई कोर्ट सब अच्छे विचारकर्ता माने निरपेक्ष विचार करबा कथा करूनाहांती अलगा विषय करबा दरकार सेमानकर चाकरी बेलको सेमानकु शपथ करा जाए तुमे केबे हेले पक्षपात करिवो नाही सुप्रीम कोर्ट रो विचारकर्ता भी दरकार पड़िले अन्याय करि पारिबे दरकार पड़े करबा कथा नाही किंतु शुणु आपणक शरीर भितरे जड़े जड़े मनीष भितरे प्रभु गोटे अंग को रखिछन्ते आउ से अंग हेउछि विवेक आम हातर काम धरिबा
ଖାଇବା, ଛୁଇଁବା, ପରିଶ୍ରମ କରିବା ହାତର କାମ। ଆମର ପାଟିର କାମ କହିବା, ଖାଇବା, ଚୁବାଇବା, ଆଖିର କାମ ଅନାଇବା, କାନର କାମ ଶୁଣିବା, ଗୋଡର କାମ ଚାଲିବା। କିନ୍ତୁ ଆମ ଭିତରେ ଆଉ କେତେ ଅଙ୍ଗ ଅଛି? ବଡ ମୂଲ୍ୟବାନ ଅଙ୍ଗ ମନ। ମନ ଦୁର୍ବଳ ହେଇଗଲା, ଦେହ ଯେତେ ପାୱାର ଥିଲେ ବି କାମ ଦେବ ନାହିଁ। ପ୍ରାଣ, ଆତ୍ମା, ବିବେକ। ଶୁଣନ୍ତୁ, ବିବେକର କାମ ହଉଛି ସବୁବେଳେ କୋଉଟା ଭୁଲ କୋଉଟା ଠିକ ସେ କହୁଥିବ। ମନେକର ଆପଣ କାହାର ପ୍ରତି କିଛି ଅନ୍ୟାୟ କରିଦେବେ, ଚାରି ଲୋକ ସାମ୍ନାରେ କଥାକୁ ଲୁଚାଇବେ, ଭଲ ଦେଖାଇ ହେଇକି ଆସିଯିବେ, ବିବେକ ଆଘାତ କରିବ ନା ନାହିଁ? ଗଞ୍ଜଣା ଦେବ ନା ନାହିଁ? ବାଳକ ସାମ୍ନାରେ, ବକ୍ତା ସାମ୍ନାରେ, ଡିକନ ସାମ୍ନାରେ, ମଣ୍ଡଳୀ ସାମ୍ନାରେ ଆପଣ ନିଜର ଚାପ ପକାଇକି କଥାର ବାକ୍ପଟୁତାରେ ହୁଏତ ଆପଣ ସମସ୍ତଙ୍କୁ ଜିତିଯିବେ। ଯଦି ଆପଣ ଭୁଲ କରିଛନ୍ତି, କଥାର ଚାଟୁବାଦରେ ଜିତି ଯାଇଛନ୍ତି, ଏକଲା ବସିଲା ବେଳକୁ ହୃଦୟ ଆଘାତ କରିବ। ଦାଉଦ ସାଉଲଙ୍କର ବସ୍ତ୍ର କାଟିଲେ, ହୃଦୟ ଆଘାତ କଲା। ତା ମାନେ ଆମେ ଚାରି ଲୋକ ସାମ୍ନାରେ ଭୁଲ କରିକି ଯଦି ଆମେ ଲୁଚାଇବାକୁ ଚେଷ୍ଟା ବି କରିବା, ଆମ ହୃଦୟ ଭୁଲକୁ ଠିକ ବୋଲି କହିବ ନାହିଁ। এইটা হচ্ছে বিবেক, যে দোষীକୁ দোষী করে ଆଉ ନିର୍ଦୋଷକୁ ନିର୍ଦୋଷ କରେ। ଶୁଣନ୍ତୁ ଧ୍ୟାନରେ, ପ୍ରଭୁଙ୍କ ଲୋକମାନେ ଯଦି କେହି ଚୋରି କରିଛି, ଯଦି କେହି ପାପ କରିଛି, ଯଦି କେହି ଭୁଲ କରୁଛି ଆଉ ତାର ବିବେକ ତାକୁ ଆଘାତ କରୁଛି, ତାହେଲେ ସେ ବିବେକକୁ ଅଶୁଚି କରିଦେଇଛି। ବାଇବଲ କହୁଅଛି ସୁଚି ବିବେକ ଧରି ରଖ। ମୁଁ ଆପଣଙ୍କୁ ଜଣକର ଏକ୍ସାମ୍ପଲ ଦେବି। ବହୁତ ଲୋକ ଅଛନ୍ତି, ଜଣକର ଏକ୍ସାମ୍ପଲ ଦେବି। ଫାରୁସୀ ମାନେ ତ ଅଛନ୍ତି। ଯେତେବେଳେ ଯୀଶୁ ଅଙ୍ଗୁଳିରେ ଲେଖିଲେ, ଫାରୁସୀ ମାନେ ନିଜ ନିଜର ଭୁଲ ବୁଝିଲେ, ହୃଦୟ ଆଘାତ କରିଥିବ ନା ନାହିଁ? କିନ୍ତୁ ଆସିକି ପାପ ସ୍ୱୀକାର କଲେ କି? ତାମାନେ ବିବେକ ଗଞ୍ଜଣା ଦେଲେ ମଧ୍ୟ ସେମାନେ ବିବେକର କଥାକୁ ଶୁଣିଲେ ନାହିଁ। ସେଦିନ ଫାରୁସୀ ମାନଙ୍କର ପରିତ୍ରାଣ ଦିନ ହେଇଥାନ୍ତା। ଶୁଣ, ବେଳେ ବେଳେ ବାକ୍ୟ ଶୁଣିଲା ବେଳେ ଆମର ବିବେକ ଆମକୁ ମାରିବ, ସେତେବେଳେ ହିଁ ଅନୁତାପ କରିବାର ଅଛି। ସେତେବେଳେ ମାନ ସମ୍ମାନ ଅଭିମାନ ନାହିଁ। ଫାରୁସୀ ମାନଙ୍କର ସମସ୍ୟା ହେଲା ଇଗୋ। ଆମେ ଆଙ୍କ ସାମ୍ନାରେ ଯଦି ନିଜର ପାପକୁ ମାନିବୁ, ସ୍ୱୀକାର କରିବୁ, ଲୋକେ ହସିବେ। ଶୁଣନ୍ତୁ, ସୁବର୍ଣ୍ଣ ସୁଯୋଗ ଥିଲା ସେମାନଙ୍କ ପାଇଁ ସେଦିନ କ୍ଷମା ପାଇବା। ବିଚାର ଆସନ ବସିବ ଯେଉଁ ଯୀଶୁ ସେମାନଙ୍କ ସାମ୍ନାରେ ଅଙ୍ଗୁଳିରେ ଲେଖିଥିଲେ, ଶ୍ଵେତ ବୃହତ ସିଂହାସନରେ ଆସନରେ ସେ ବସିଥିବେ। ଆଦମଙ୍କ ଠାରୁ ଯୁଗାନ୍ତ ପର୍ଯ୍ୟନ୍ତ ସମସ୍ତେ ଆସନ ସମ୍ମୁଖରେ ଠିଆ ହେବେ। ଇଏ ଫାରୁସୀ ମାନେ ବି ଠିଆ ହେବେ। ସେଦିନ ସେମାନଙ୍କୁ ନରକରେ ପକାଇ ଦିଆଯିବ। ସେଦିନ କଣ ହେବ ଅବସ୍ଥା? ସୁଯୋଗ ଥିଲା, ବିବେକର ଗଞ୍ଜଣା ଶୁଣିକି ଯଦି କ୍ଷମା ମାଗିଥାନ୍ତେ, ପରିତ୍ରାଣ ପାଇଥାନ୍ତେ। ମୁଁ କହିବା ପାଇଁ ଚାହେଁ, ଯଦି ଆମର ବିବେକ ଆମକୁ କୌଣସି ଭୁଲ କଲା ବେଳେ ଆଘାତ କରୁଛି, ଘରେ ଘରେ ମଧ୍ୟ ହୁଏ। ଶାଶୁ, ବୋହୂ, ଭାଇ, ଭଉଣୀ, ଯା, ସମଧି, ସମଧିଆଣୀ, କୁଟୁମ୍ବ ଭିତରେ ହୁଏ। ଆଘାତ କରୁଥିବ, ଦୁଃଖ ଲାଗୁଥିବ, ମୁଁ ଭୁଲ କହିଦେଇଛି, ମୁଁ ଅନ୍ୟାୟ କରିଦେଇଛି, ମୁଁ ପଇସା ଖାଇ ଦେଇଛି, ମୁଁ ଭୁଲ କରିଦେଇଛି। କେତେ ପ୍ରାର୍ଥନା କଲେ ମଧ୍ୟ ଭିତର ଗଞ୍ଜଣା ଶାନ୍ତ ହଉନଥିବ।
जे जाए आपण क्षमा मागिबे नाही विवेक सूची हेबो नाही। पाउलो सूची विवेक धरी रखिबा पाई गोटे सेवक को कहउछंती आज्ञा नुआ लोक को कहउनांती तिमोथी को कहउछंती ता माने मो परी सेवक से प्रचार जेते करू से जेते बड़ पद पदवी रे थाउ सर्वदा सूची विवेक धरी रखिबा दरकार नले जहाज भांगी जीवो बुड़ी जीवो बुड़ी जीवार अर्थ और रक्षा नहीं सब नष्ट से केते प्रचार करू से केते ज्ञानी हो से केते पांडित्य पणिया देखाओ किछि काम देव नाही एहार अर्थ आपण जदि एठारे बसिछन्ते आओ जदि आपणकर विवेक आपण को आघात करूछि मु कहिबा पई चाहे बाकी सब काम परे करिवे बाकी सब काम परे करिवे प्रथमे विवेक को सूची करी धरी रखिबे प्रभु को लोक माने आम लोक माने से काम को ध्यान दउ नाहंती मु आपन को गोटे एग्जांपल कहि बोले भाबिले किंतु आ गोटे कहिबा जरूरी होते इस्कारियत यहूदा गोटे तो फारूसी मान कथा सुनिलु इस्कारियत यहूदा यीशु को बिकिला तार हृदय ताकू परे आघात कला ना नहीं कला ए जो आघात कला एटा होछि विवेक किछि भूल कले के हमको जदि देखि भी नाहंती हम विवेक चुप रहिबो नाही भितरे 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 गंजना दउछि बस प्रभु को लोक माने इस्कारियत यहूदा अनुताप कला ना नहीं कला दुखित हेला ना नहीं हेला कांदिला ना नहीं कांदिला लेखा नहीं कांदिला बोली अनुताप कला बोली हृदय घांटी पकाउछि प्रभु को लोक माने इस्कारियत यहूदा घर छाड़ी माँ बापा छाड़ी परिवार छाड़ी 3.5 वर्ष यीशु को पछरे बुलुथिला भलो लोक थिला दरमा पाई नहीं केबे भलो खाइबा पिंदिबा को पाई नहीं केबे यीशु को संगरे बोलिछि केते बेले पाप पसी गला जानि पाला नहीं सतर्क रहिबा को पड़िबो सुनंदु यीशु कहिले से बेले बेले थळी रु पैसा सेते बेले विवेक आघात करथिबो ना नहीं सेते बेले जदि से विवेकर आघात सुनी की से भूल को सजाड़ी दे थांता एते बड़ भूल करबाकू से साहस करता सुनो गोटे छोट पाप कला बेले तुमरो विवेक आघात करूसी संगे से पापरु बाहरिबा पाई यत्नवान हो गोटे छोट भूल कला बेले तुमरो विवेक आघात करिवो करिवो निश्चय करिवो झियो माने गुप्त रे किछि भूल करि देले आघात करिवो विवेक पुओ माने गुप्त रे किछि भूल हे गेले विवेक आघात करिवो पाउलो तिमोथी को कहिले ता माने आम परी पालक प्रचारक डीकन मान को बेसी जरूरी आगे बेसी जरूरी एटा गुडे सेवकर विशेषता से सूची विवेक धरी रखिबा को पड़िबो पढन्तु प्रथम तिमोथी 3:8 ଆଉ ଯେପରି ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୁଣ ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର ଛଳନା ବାକ୍ୟ ରହିତ ମଦ୍ୟପାନରେ ଅନାସକ୍ତ ଓ ପୁଷ୍ଟିକ ଧନ ଲାଭରେ ନିର୍ଲୋଭ ହେବା ଆବଶ୍ୟକ सेवक माने एहा जेतेबेले पाउलଙ୍କ ସମୟରେ ପ୍ରେରିତ ମାନେ ଉଣା ପଡି ଗଲେ
शुण आजिकली बिशप बोली कहले बड़ पोस्ट आजिकली शिष्य मान समय बिशप है छोट पोस्ट 3 रो 1 पढ़ ଏହି କଥା ସତ୍ୟ କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ହଁ। ଆକାଂକ୍ଷା କରନ୍ତି बस एठारे अध्यक्ष लिखा गल इंग्लिश का पाखरे इंग्लिश अच्छी लिखा हो बिशप बिशप पाउलों समय रे जेतेबेले प्रेरित माने देखा गले नहीं बेसी 12 प्रेरित पाउलो को मिसेले 13 किंतु सेवा बेसी बढ़ी गला स्थाने स्थाने मंडली ठिया है आउ सेवा करबा लोक नाहंती सेतिके बेलकु तिमोथी परी तीतस परी फिलिमन परी लोक ठिया हेले बहुत जगार मंडली स्थापन हैला केमिति सेवा चलिबो पाळकीय काम किए करिवो सेतेबेले पाउलो चिट्ठी लिखिले जदि कहीं बिशप हेबाको चाहे आम अंचल चालक परी आमे तो जाई पारु ना किंतु जदि के अध्यक्ष हेबाको इच्छा करे सेटा छोट पद थिला से समय प्रभु को नाम धन्यवाद हेउ तार एई योग्यता रहिबो से भितरु 8-9 पदरे कुआ गला से सब बेले सुची विवेक रे विश्वासर निगूढ़ तत्व को धरिक चलिबार अछि शुणु गोटिए सेवक गोटिए कर्मकर्ता जदि सुची विवेक धरी रखी ना से जेते सेवा कले मद तार जहाज तिष्ठिब नाही भांगी जीव इस्कारियोत यहूदा 12 जनक मध्यरु जणे थिला आज्ञा पितर परि से भी नाम कमई थांता पाउल परि से भी स्थान पाई थांता से भी गुटे महान प्रेरित होई थांता से भी अनेक मंडली ठिया करि थांता से भी महान चमत्कार करि थांता से भी महान सेवक हेई पारि थांता 3.5 वर्ष यीशु को संगरे रहिला तार आरंभ भल थिला गोटिए भूल कला जते छोट पाप करूची विवेक आघात कला बेले से विवेकर कथा सुनिला नाई एणु करी दिने बड़ पापरे पड़ी नष्ट होगा मु कहबा पई चाहे सेवक माने बर्बाद होती जेते बेले छोट भूल करंती विवेक आघात कला बेले को जदि सब काम छाड़ी आंटू भांगी कांदी की जदि विवेकर गंजना को डील करिवे नाही बर्बाद हो जाए बर्बाद हो जीवो सेवा प्राय 15 गोटी स्पेशलिटी थिला आज्ञा इसकरे जिउदार मनोनीत थिला आहुत थिला अभिषिक्त होइथिला प्रचार दान थिला प्रभु कहिथिले जाओ सुसमाचार प्रचार करो माथ्यू 10 अध्याय रे भूत छड़ाइबा रोग सुस्थ करिबा मड़ा उठाइबा कुष्ठी सूची करिबा आओ सर्वस्व त्यागी हेई निस्वार्थ भाव रे सब प्रकार आशीर्वाद अधिकारी थिले सुची विवेक को छोट छोट पाप रे सम्मुखीन हेला बेले धरी रखिले नाही मु आपण मान को चेताई देबा पई चाहे आमे गिरजा प्रार्थना आत्मा रे पूर्ण है कि करिबा दरकार किंतु सेतिकी ही दरकार नहीं आमे आत्मा रे पूर्ण हेबा दरकार किंतु भाबतु ने सेतिकी ही खाली दरकार नहीं आमको सबु बेले सूची विवेक धरी रखिबा पड़ो जेतबे 30 रुपा मुद्रा रे जिसु को बिकी देला तार विवेकता को आघात कला परे गोटिए भूल कला सिए अनुताप कला जानिला मोर भूल हेछि बोली दौड़ी की जाई थांता जिसु को पाख क्रूसरे झुलू थिले मरी नांती से जाए ता पाखरे सुजोग थिला ता पाखरे सुजोग थिला होई है
ଯାଜକ ମାନଙ୍କ ପାଖକୁ ଦୌଡ଼ିକି ଗଲା ତୁମର ପଇସା ତୁମେ ନିଅ ବୋଲି କହିବାକୁ, କିନ୍ତୁ ଯାହାକୁ ବିକି ଦେଇଛ ତାଙ୍କୁ ଯାଇ କହିବା ପାଇଁ ସାହସ ନାହିଁ। ଆଜି ଆମର ବି ସେଇ ଭୁଲ। ତା ବିରୁଦ୍ଧରେ ମୁଁ ଏମିତି କାମ କରିଦେଇଛି ଯେ ମୁଁ କେମିତି ବୋଲି ଯାଇକି ତାକୁ କ୍ଷମା ମାଗିବି। ଯଦି ମୁଁ କ୍ଷମା ମାଗିବି ସେ ଚାରିଆଡେ ହଟ୍ଟା କରିଦେବ, ମୋର କି ମାନ ସମ୍ମାନ ରହିବ? ଶୁଣ, এই ভুল অনেকଙ୍କୁ ବିନାଶ ସାଗରରେ ବୁଡେଇ ଦେବ। ଯାଉ ଆଜ୍ଞା ମାନ ସମ୍ମାନ, ଯାଇକି କ୍ଷମା ମାଗନ୍ତୁ, ଯାଇକି ମିଳିତ ହୁଅନ୍ତୁ, ଗିଲ୍ଟି କନସାଇନ୍ସ ନେଇକି ବଞ୍ଚନ୍ତୁ ନାହିଁ, ଭ୍ରଷ୍ଟ ବିବେକ ନେଇକି ବଞ୍ଚନ୍ତୁ ନାହିଁ, ଅସୁଚି ବିବେକରେ ବଞ୍ଚନ୍ତୁ ନାହିଁ, କ୍ଷମା ମାଗନ୍ତୁ। ଯଦି ଇସ୍କାରିୟତ ଯିହୁଦା କ୍ରୁଶକୁ ଯାଇଥାନ୍ତା, ଯୀଶୁଙ୍କର ପାଦ ଧରିକି କାନ୍ଦିଥାନ୍ତା, କହିଥାନ୍ତା ପ୍ରଭୁ ତୁମେ ମୋର ଆରମ୍ଭ ଜାଣ, ମୁଁ ସବୁ ତ୍ୟାଗ କରିକି ଆସିଥିଲି, ଟଙ୍କା ପାଇବା ପାଇଁ ଆସି ନାହିଁ, ଧନ ସମ୍ପତ୍ତି ଦରମା ପାଇବା ଲୋଭରେ ମୁଁ ଆସି, କିନ୍ତୁ କେମିତି ମୁଁ ଲୋଭରେ ପଡିଗଲି ଜାଣିନାହିଁ, ମୁଁ ତୁମକୁ ବିକିଦେଲି, ମତେ କ୍ଷମା କର ପ୍ରଭୁ। କ୍ଷମା ପାଇନଥାନ୍ତା କି? Praise the Lord. Hallelujah. ଆଜ୍ଞା ଇସ୍କାରିୟତ ଯିହୁଦା ବିକୁ କି ନ ବିକୁ ଯୀଶୁ କ୍ରୁଶରେ ମରିବାର ଥିଲା, ସେ ମରିଥାନ୍ତେ, କିନ୍ତୁ ଇସ୍କାରିୟତ ଯିହୁଦା ଯଦି ଯାଇକି ମିଳିତ ହେଇଥାନ୍ତା, ତାର କ୍ଷମା ପାଇଥାନ୍ତା, ସେ ମରିନଥାନ୍ତା, ବଞ୍ଚିଥାନ୍ତା। ମୁଁ କହିବା ପାଇଁ ଚାହେଁ, ତୁମର ଯାହା ଅଛି ଦୃଢ କରି ଧରି ରଖ। ପ୍ରଥମରେ ହେଲା ସୂଚି ବିବେକ। ଆଜି ହଉ କି ଅବା ଆଉ କେବେ ହେଉ, ଯଦି କାହା ବିଷୟରେ ଯଦି ହୃଦୟ ଆଘାତ କରୁଛି, ଯାଆନ୍ତୁ, ମିଳିତ ହୁଅନ୍ତୁ, ବିବେକ ସୂଚି କରି ଧରି ରଖନ୍ତୁ। କାହିଁକି ସେବକ ମାନେ ଏପରି ହେବା ଦରକାର। 23:1-24-16 ପ୍ରେରିତ ପୁସ୍ତକ ପଢନ୍ତୁ। ଆଉ ପାଉଲ ମହାସଭା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, ଭାତୃବୃନ୍ଦ, ମୁଁ ଏହି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁବିବେକରେ ଈଶ୍ୱରଙ୍କ ସାକ୍ଷାତରେ ଆଚାର ବ୍ୟବହାର କରି ଆସିଅଛି। ଆଉ 24-16 ଶୁଣନ୍ତୁ ପ୍ରଭୁଙ୍କ ଲୋକମାନେ, ପାଉଲ ମହାସଭା ଦୃଷ୍ଟି କରିକି କହିଲେ, ମୁଁ ନିର୍ଦ୍ଦୋଷ ବିବେକ ଧରି ରଖିବାକୁ ଯତ୍ନ କରୁଥାଏ। ଯତ୍ନ ବୋଲି କହିଲେ ବେଶୀ ଜାଗ୍ରତ ହେବା। ପାଉଲ କହିନାହାନ୍ତି ମୁଁ ଏତେ ମଣ୍ଡଳୀ ସ୍ଥାପନ କଲି, ନିଜର ଆତ୍ମବଡ଼ିମା କରିନାହାନ୍ତି। ସେ କହୁଛନ୍ତି ମୁଁ ସୂଚି ବିବେକ ଧରି ରଖିବାକୁ ଯତ୍ନବାନ ହଉଥାଏ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆପଣଙ୍କର ଆତ୍ମିକତାର ପ୍ରମାଣ ଆପଣଙ୍କର ବାହିକ ଦକ୍ଷତା ନୁହେଁ। ବାହିକ ଭାବରେ ଆପଣ ଦକ୍ଷତା, ପ୍ରତିଭା, ଭିନ୍ନ ଭିନ୍ନ ବରଦାନରେ ପୂର୍ଣ୍ଣ ହେଇପାରିବେ, କିନ୍ତୁ ପ୍ରଭୁଙ୍କ ସାକ୍ଷାତରେ ଆପଣଙ୍କର ପ୍ରତିଭା ହେଉଛି ଆପଣ ପ୍ରଭୁଙ୍କ ଦୃଷ୍ଟିରେ ସୂଚି ବିବେକ ଧରିକି ବଞ୍ଚିବା ଦରକାର। ପ୍ରଭୁଙ୍କ ନାମ ଧନ୍ୟବାଦ ହେଉ। କେହି କାର ଋଣ ନେଇକରି ଫେରଉନାହାନ୍ତି, କେହି କାହାର ପଇସା ଖାଇଦେଇ ମେଡି ଦେଇଛନ୍ତି, କେହି କାହାର ବହୁତ ଅନ୍ୟାୟ କରିକି ଗିର୍ଜା ଘରେ ବେଶୀ ଧାର୍ମିକ ଦେଖେଇ ହଉଛନ୍ତି। ବିବେକ ଗୁଡାକ ମରିଯାଇଛି। କି ଆତ୍ମିକ ଆମେ? ମୁଁ କହିବା ପାଇଁ ଚାହେଁ, ଏହିପରି ଲୋକମାନେ ଗିର୍ଜା ଘରେ କେଡ଼େ ଅଭିନୟ କଲେ ମଧ୍ୟ ମିଛ ଅଭିନୟ ସେଟା। ଗୋଟେ ଗୀତରେ ମନେ ପଡିଲା ଯେ ମୋର ଗଳା ଠିକ ନାହିଁ। ଯୀଶୁ ନାମେ ଲୁଚାओ যেতে পরিচয় সবু মিছ অভিনয় সবু মিছ অভিনয়
যিশু নামে যাও যেতে পরিচয় সর্ব কিছু অভিনয় সর্ব কিছু অভিনয় অভিনয় সেই অভিনয়তে নিয় যিশু নাম বাস্তবে আজি অভিনয় সেই অভিনয়তে নিয় যিশু নাম বাস্তবে আজি নদী মশলাও নদী মশলাও নদী যিশু নামে যিশু নামে যিশু নামে যাও যেতে পরিচয় সর্ব কিছু অভিনয় সর্ব কিছু প্রেম দীপ জଳାଇକି କ୍ଷମା ଦେବାକୁ ପଡିବ ଅଭିନୟ ଚାଲିବ ନାହିଁ ପ୍ରଭୁଙ୍କ ଲୋକମାନେ ଏଇଟା ହଉଛି ସୂଚୀ ବିବେକ ଧରି ରଖିବା ମୋ ଈଶ୍ୱରଙ୍କ ସାକ୍ଷାତରେ କହୁଅଛି ଆପଣମାନଙ୍କର ଉତ୍ସାହ ପାଇଁ କହୁଅଛି ମୁଁ ଭଲ ପ୍ରଚାରକ ହେବା ପାଇଁ ସେତିକି ଚେଷ୍ଟା କେବେ କରିନାହିଁ କିନ୍ତୁ ସବୁବେଳେ ଚେଷ୍ଟା କରେ ମୋର ସୂଚୀ ବିବେକ ଧରି ରଖିବା ପାଇଁ ଯଦି ମୋର ବିବେକ ଆଘାତ କଲା ଅଙ୍କ ଲୋକ ଦୁଃଖ ଦେଇଛୁ କ୍ଷମା ମାଗିବାରେ ପଛଘୁଞ୍ଚା ହେବାକୁ ନାହିଁ ସେତେବେଳେ ଭୁଲି ଯିବାକୁ ପଡିବ ଯେ ମୁଁ ବିଶପ କି ବକ୍ତା ସେତେବେଳେ ଜାଣିବାକୁ ପଡିବ ଯେ ମୁଁ ଜଣେ ପାପୀ ମାନ ଅଭିମାନ ମଣିଷକୁ ବର୍ବାଦ କରି ଦଉଛି ଇଗୋ କେବେ ହେଲେ ଆଗକୁ ଯିବାକୁ ଦେବ ନାହିଁ ତାର ସ୍ୱାଭିମାନ ବର୍ବାଦ କରିଦେବ ଆଉ ଯୋଉମାନେ ବହୁତ ଗର୍ବୀ ସ୍ୱାଭିମାନୀ କେବେ ଯାଇକି କ୍ଷମା ମାଗିବେ ନାହିଁ ମୁଁ ଜାଣି ନାହିଁ କାହିଁକି କେଜାଣି ଏ କଥାକୁ ଆଜି ଏତେ ପ୍ରାଞ୍ଜଳ ଭାବରେ ମୁଁ କହିବାକୁ ପ୍ରେରଣା ପାଉଛି ତାମାନେ କାହା ପାଇଁ ପ୍ରଭୁ କଥା କହୁଛନ୍ତି ନିଜସ୍ୱ କରନ୍ତୁ ପ୍ରଭୁଙ୍କ ଲୋକମାନେ ଦ୍ୱିତୀୟ ବିଷୟ ହେଲା ବିଶ୍ୱାସ ଧରି ରଖିବା ବିଶ୍ୱାସ ଧରି ରଖିବା ବିଶ୍ୱାସ ବିଭିନ୍ନ ଭାଗରେ ବଣ୍ଟା ଯାଏ ତାର ଗୋଟିଏ କଥା ମୁଁ କହିବି ଆମେ ଯୀଶୁଙ୍କୁ ବିଶ୍ୱାସ କଲୁ ପରିତ୍ରାଣ କର୍ତ୍ତା ବୋଲି ସେଦିନ ବିଶ୍ୱାସ ଆରମ୍ଭ ହେଲା ବିଶ୍ୱାସ ଆପଣ ଧରି ରଖିଛନ୍ତି ବୋଲି ପ୍ରମାଣ କଣ ଯେତେବେଳେ ଦେହରେ ରୋଗ ବଢିବ ଖପରାରେ କୁଣ୍ଡାଇ ହେଉଛି ଆୟୁବ କିନ୍ତୁ ବିଶ୍ୱାସକୁ ହରେଇ ନାହିଁ ମୋ ମୁକ୍ତିକର୍ତ୍ତା ଜୀବିତ ତାମାନେ ବିଶ୍ୱାସକୁ ଧରିଛି ସିଏ ଆପଣଙ୍କର ସିଚୁଏସନ ଯେତେ ଖରାପ ହଉ ଆପଣ ଭିତରେ ଗୋଟେ ଆଶା କେବେ ବି ହାରିବାକୁ ହେବ ନାହିଁ ବିଶ୍ୱାସର ଡେଫିନେସନ ରୋମିଓ ମଣ୍ଡଳୀକୁ ପାଉଲଙ୍କର ପତ୍ର ତାର 4 ଅଧ୍ୟାୟରେ ପାଉଲ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି 4 ଅଧ୍ୟାୟ ବାହାର କରନ୍ତୁ ଆଉ ପଢନ୍ତୁ 18 ପଦ এইটা ହେଉଛି ବିଶ୍ୱାସ
आशा देखा जाऊ नथिबो सुनंतु 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 आपण जो स्वामी पाई जो पुओ पाई आपण प्रार्थना करूछंती से परिवर्तन हे जाऊ मद छाड़ी देऊ पाप छाड़ी देऊ से ओलटा करूछ आपण को टिके हेले आशा देखा जाऊ नथिबो से समय रे आशा को धरी रखिबा होची विश्वास अग्निकुंड रे पकाइले मध्य आम प्रभु बंचाइबे बोली जो आशा थिला सेटा होची विश्वास से माने कांदी नहंती सिंह गर्त रे पका गले मधो दानिएल कांदी नहंती विश्वास रखिबा लोक कांदीबे नाही डरिबे नाही भय करिबे नाही भांगी पड़िबे नाही सर्वदा हान्ना सेमिति प्रार्थना कला परे ताहार मुख कोन हेला नाही हां विषण्ण हेला नाही प्रार्थना कला परे संगे संगे पिला हेई गला कि नियम अनुसार 9 मास लागिथिबो प्रार्थना कला परे विश्वास आमर मुहरे देखा जाउथिबा अनेक लोक माने यीशु को विश्वास कले किंतु परिस्थिति खराब होला बेलको विश्वास हरि दउछंती मु आपण मन को कहिबा पई चाहे विश्वास रो बढ़िबा निमंते प्रतिदिन व्यायाम करिबा दरकार परिस्थिति खराब हेबा होची गोटे सौभाग्य जदि अब्राहम को तार पुओ बलिदान करा जाओ बोली प्रभु कहि न थांते अब्राहम रो विश्वास केते अछि धरा पड़ न थांता एबडे घा हे जाय छी सरी जाउ छी मो मुक्ति करता जीवित बोली से कहू छी आपनकर परिस्थिति जिते खराब हेले भी जदि आपण भांगी पडु नाहंती ताहेले आपनकर विश्वास अछि आ जदि भांगी पडुछंती भो भो कांदुछंती आपण अल्प विश्वास प्रार्थना रे कांदीबे उपवास रे कांदीबे बाकी समय हान्ना परी मुखमळी न हेबाकू देबे नै एटा होची विश्वास धरी रखंतु एमती विश्वास जेते परिस्थिति खराब आसु जेते लॉस रे आपण जानतु जेते समस्या रे आपण पड़ंतु मुखमळी न हेबाकू हेबो प्रार्थना रे कांदीबे बाकी समय कांदीबे नै विश्वास को सेमती धरा जाए पाउलो कहउछंती मो विश्वास रक्षा करिछि पढ़ि दियो से पद सेरा नाही सेरा चारि रो 6 7 रे विश्वास रक्षा करिछि प्रभु को लोक माने द्वितीय कथा है विश्वास धरी रख तृतीय कथा जो पढ़ी सारिले अनंत जीवन धरी रख अनंत जीवन बोली कहले परित्राण परित्राण धरी रखिबा को पड़िबो एटा को भी नहीं कि गोटे बड़ कंट्रोवर्सी अछि साल्वेशन नष्ट ही जाए ना नष्ट हुए नहीं एटा भी गोटे कंट्रोवर्सी अछि दले कहती थरे परित्राण पाइले आ से परित्राण से केबे हराइबो नहीं से स्वर्ग पक्का जीव किंतु एई जगह रे धरी रखिबा पई कहा जाउछि एटार भी मीमांसा हेबा दरकार अनंत जीवन इस्कारियत यहूदा धरी रखि पारला कि धरी रखिबार अछि दिने परित्राण पाइथिली दिने मु प्रभु को पाइथिली एबे से परित्राणर आनंद अछि कि केबे पाइथिलो केबे नुआ जीवन पाइथिलो जे एबे अछि कि तुमर वस्त्र रक्षा करो परित्राणर वस्त्र को रक्षा करो अनंत जीवन को धरी रखो दिने पाप छाड़ी एबे छाड़ी कि
दिने असुचिता छाड़िथिल एबे छाड़िछ कि परित्राणार्थे वृद्धि पाइबाकू पड़िबो अनंत जीवन हरै देले हेबो नै चतुर्थ कथा कौन धरी रखिबे प्रभु लोक माने विश्वास सहित सूचि विवेक अनंत जीवन सहित चतुर्थ कथा निजको साधु करी धरी रख प्रथम तिमोथी 5:22 पद अकस्मात कहारी ऊपर हाथ रखा हेब ना ए हाथ रखा सेवा लेबी 1 अध्याय आरंभ है जड़े जदि पाप करके आसुथिला से पशु ऊपर मुंडरे हाथ रखुथिला आ से सब पाप स्वीकार करिवो से पशु को से पाप स्थानांतरित हबो जदि ए व्यक्तिर सब पाप पशु को चली गला किए पापी हला बे पशु किए माड़ खाइबो पापर दंड किए पाइबो पशु एठिरु हस्तार्पण सेवा आरंभ होइछि ता पूर्वरु अब्राहम इसहाक को हस्तार्पण कले जिसाक जाकुब को हस्तार्पण कले जाकुब पिला मन को हस्तार्पण कले सेटा पैतृक आशीर्वाद किंतु सेवा नुह बापा मां आशीर्वाद दियंती किंतु सेवा प्रभु आदेश देवा सेवा प्रभु आदेश देले जड़े पापी जड़ी पाप क्षमा पाइबा पई चाहूची से पशुर मस्तक रे हाथ रखिबो पढ़ लेबे 1 अध्याय 3 पद से जेबे गर्भरो हमार्थक बळी दिए तेबे निखुत पुंप सुनेब सदाप्रभु छामरे ग्राह्य हेबा निमंते समागम तंबुदार निकटको ताहा आनिब तळको पुणी से होमबळीर मस्तकरे आपणा हस्तर निर्भर देब बस मस्तक ऊपर हस्तर निर्भर देव शुणु एतिरे दुई प्रकार घटना घटे जदि हाथ रखा गला जदि मोर धार्मिकता अधिक अच्छी से व्यक्ति तार प्रभाव पाइब जदि ता भीतर भयंकर असुचिता अच्छी आजिकल बेसी हाथ रखा रखी लोग करुछंती जी हेले जा मुंडर हाथ रखी प्रार्थना कर दउछंती केबे करबा भव नै प्रभु अधिकार देथिबार अछि हठात कारी ऊपर हाथ रखिबा भव नै यदि मने कर ता भीतर व्यभिचार पाप अछि ता भीतर चोरी पाप अछि ता भीतर अन्यान्य असुचिता अछि आपण गोटे आत्मिक लोक ता मुंडरे हाथ रखिले तार पाप आपण को आड़ को प्रभावित हो एनु कुहा गला निजको साधु करी धरिबा हठात का मुंडरे हाथ रखिबा ता माने का को छुईबा का को न छुईबा ए विषय भी सावधान हेबार अछि जने आत्मिक लोक समस्त को छुईबा को हबो नै घृणा करो बोली मु कहू नै घृणा करो बोली मु कहू नै पितर से सुंदर नामक फाटक रखिबा लोक को हाथ बढाई के धरे आ कहिले जहा मोर अछि ताहा दोछि थिला से हाथ बढाइले स्पर्श आत्मिक लोक मानकर स्पर्श जने खंज को जीवन दे पारिबो सुस्त करि पारिबो बल दे पारिबो ठिया कराई पारिबो चलाई पारिबो एणु पवित्र लोक मानकर हस्तार्पण जने भितरे जनक जीवन रे पवित्रता आनी पारिबो अभिषिक्त साधु मानकर हस्तार्पण आवश्यक अटे नुआ नुआ पिला माने आता मंडे केबे हाथ रखिबा भव नै नचेत असुचि हि जबे दिने भुवनेश्वर गोटे घटना मु कहिबी जने पिला परित्रण पाइबा पाई व्याकुल होई कांदुछि पूरा व्याकुल होई कांदुछि चित्कार करूछि क्षमा मागुछि पवित्र आत्मा पाइबा पाई व्याकुल होउछि ता पाखरे गोटे पिला छिला से उद्दीपित होई आसिया मुंडरे हाथ रखि देला ये पिलार जेतिकी उद्योग थिला सब शांत पड़िगला जे हाथ रखिला ताकू गोटे भूत धरिथिला
ମୁଁ କହିବା ପାଇଁ ଚାହେଁ ଏଣୁକରି ହଠାତ୍ କାହାରି ହାତ କାହାରି ମୁଣ୍ଡରେ ନ ଯାଅ। ଭୟଙ୍କର ଭୟଙ୍କର ସମସ୍ୟା ଘଟିବ। ଆମେ ଭଣ୍ଡାରୀ ପାଖକୁ ଗଲା ବେଳେ ବି ଜାଗ୍ରତ, ସେ ମୁଣ୍ଡ ଯାକୁ ମାଲିସ କରି ପକଉଥାଉଛି, ସେ ବହୁ ଜାଗ୍ରତ। बोलो यीशु मसीह की जोरे କହିବା ହାଲେଲୁୟା। ପଞ୍ଚମ ଧରି ରଖିବା। ପ୍ରଭୁଙ୍କ ଲୋକମାନେ ଏଇ 5 ଗୋଟି ଧରି ରଖିବା। ଆମେ ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଦଶମ ଆଉ ଗୋଟିଏ ଏକାଦଶ, ଏ 7ଟି କଥା ଗୋଟିଏ ଜାଗାରେ ଲେଖା ଅଛି। ଫିଲିପିଓ ପୁସ୍ତକ ବାହାର କରନ୍ତୁ, 3 ଅଧ୍ୟାୟ 8। ହଁ, ପ୍ରକୃତରେ ମୁଁ ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟ କ୍ଷତି ସହ୍ୟ କଲି, ପୁଣି ସେହି ସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ। 11 ଏବଂ କୌଣସି ପ୍ରକାର ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। जो 8 ରୁ 9, 10, 11, 12 ଯାଏ ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱର ଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ, ଯେପରି ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥାନ ଶକ୍ତି ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖ ଭୋଗରେ ସହଭାଗିତା ଜ୍ଞାତ ହୁଏ, ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। 12 ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତାହା ଧରିବା ପାଇଁ ଦୌଡୁଅଛି। ପାଉଲ କହୁଛନ୍ତି ମୁଁ ସିଦ୍ଧ ହୋଇଯାଇଛି, ଏମିତି ନୁହଁ। ମୁଁ କୌଣସି ପ୍ରକାରେ ତା ଧରିବା ପାଇଁ ଦୌଡୁଅଛି। ଶୁଣନ୍ତୁ, ପାଉଲ ଏତେ ଶକ୍ତିଶାଳୀ ଥିଲେ, ଏତେ ମଣ୍ଡଳୀ ସ୍ଥାପନ କଲେ, ଏତେ ବରଦାନରେ ପୂର୍ଣ୍ଣ ଥିଲେ, କିନ୍ତୁ ସେ କିଛି ଧରିବା ପାଇଁ ଦୌଡୁଛନ୍ତି। 7 ଗୋଟି ବିଷୟ ଏଠାରେ ଲେଖା ଅଛି। କଣ କଣ? ଗୋଟେ ସେବକ, ଗୋଟେ ବିଶ୍ୱାସୀ ଏ 7 ଗୋଟି ଲକ୍ଷ୍ୟ ନିହାତି ରଖିବା ଦରକାର। କଣ ଧରିବା ପାଇଁ ପାଉଲ ଦୌଡୁଛନ୍ତି? ଲେଖା ଅଛି 8ର ଶେଷ ଧାଡିରେ, ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ। 1 ବ୍ୟକ୍ତିଗତ ଭାବରେ ପାଇଛି ସେ, କିନ୍ତୁ ସବୁଦିନ ପାଇଁ ଲାଭ କରିବାକୁ ସେ ଚାହୁଁଛନ୍ତି। 2 ମୁଁ ତାହାଙ୍କର ବୋଲି ଜଣାଯାଏ। 3 9 ପଦରେ, ମୁଁ ବିଶ୍ୱାସ ମୂଳକ ଧାର୍ମିକତା ପ୍ରାପ୍ତ ହୁଏ। 4 5 6 10 ପଦରେ, ମୁଁ ତାହାଙ୍କୁ ଜ୍ଞାତ ହୁଏ। 4 ତାଙ୍କର ପୁନରୁତ୍ଥାନର ଶକ୍ତିକୁ ଜ୍ଞାତ ହୁଏ। 5 ତାଙ୍କର ମୃତ୍ୟୁ ଦୁଃଖ ଭୋଗର ସହଭାଗିତା ଜ୍ଞାତ ହୁଏ। 6 7 11 ପଦରେ, ମୁଁ କୌଣସି ପ୍ରକାର ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପାଇ କେମିତି କରି ହେଲେ ମୁଁ ପୁନରୁତ୍ଥାନ ପାଇବାର ଅଛି। ଶୁଣନ୍ତୁ, ଏସବୁ 7 ଗୋଟି ବିଷୟ ପାଉଲ କହୁଛନ୍ତି ମୁଁ ପାଇଅଛି ବୋଲି ଭାବୁନାହିଁ, ମୁଁ ଧରିବା ପାଇଁ ଦୌଡୁଛି। ପ୍ରଭୁଙ୍କ ଲୋକମାନେ, ଆମେ ପରିତ୍ରାଣ ପାଇଗଲୁ, ଆମେ ଡୁବନ ନେଇଗଲୁ, ପୁନରୁତ୍ଥାନର ଶକ୍ତି ପାଇବାକୁ ପଡିବ। ତାଙ୍କ ଦୁଃଖ ଭୋଗର ସହଭାଗିତା ଜ୍ଞାତ ହେବାକୁ ପଡିବ। ତାଙ୍କ ପୁନରୁତ୍ଥାନକୁ ଧରି ରଖିବାକୁ ପଡିବ। ଖ୍ରୀଷ୍ଟିଆନ ଜୀବନ ଖାଲି ଅଳ୍ପ ଆରାଧନା କରି ଆମେ ଉଦ୍ଦୀପିତ ହିଁ ସନ୍ତୁଷ୍ଟ ନ ହଉ, ଏସବୁ ଧରିବା ପାଇଁ ଆମେ ଆହୁତ ହଉଛୁ। ଏଟା 7 ଗୋଟି କଥା ଅଛି। 7 ଆଉ 4 11ଟି କଥା କହିଲି। ଆଉ ଗୋଟେ କଥା କହିକି ମୁଁ ସମାପ୍ତ କରିବି। ଉପଦେଶକୁ ଧରି ରଖ। ପଢିଦିଅ।
ତାକୁ ରଖ କାରଣ ତାହା ତୁମର ଜୀବନ। ହାଲେଲୁୟା। ହିତୋପଦେଶ 4:13 ଉପଦେଶ ବାକ୍ୟକୁ ଦୃଢ କରି ଧର। ପ୍ରଭୁଙ୍କ ଲୋକମାନେ ଆଦମ ହବା ସାରା ପୃଥିବୀକୁ ବର୍ବାଦ କରିଦେଲେ। କଣ ପାଇଁ? ପ୍ରଭୁ ଦେଇଥିବା ଉପଦେଶ ବାକ୍ୟକୁ ଧରି ରଖିଲେ ନାହିଁ। ଶୁଣ, ବହୁତ କଥା ମଧ୍ୟରୁ କୋଉଟା କହିବି କୋଉଟା ଛାଡିବି। ସାମସନ ପାଇଥିବା ଶକ୍ତିକୁ ଧରି ରଖି ପାରିଲା ନାହିଁ। ଜଣକୁ ଗୋଟେ ତୋଡା ମିଳିଥିଲା, ଧରି ରଖି ପାରିଲା? ତାଠୁ ଛଡେଇ ନେଇକି ଅନ୍ୟକୁ ଦେଇଦେଲେ। କାହିଁକି? ସେ ବିଶ୍ୱସ୍ତ। ଆମେ ବିଶ୍ୱସ୍ତ ନହେଲେ ଧରି ରଖି ପାରିବା ନାହିଁ। ଆମେ କର୍ମକର୍ତ୍ତା ହେବାକୁ ବହୁତ ଖୁସି ହଉ, କିନ୍ତୁ ବିଶ୍ୱସ୍ତ ହେବାକୁ ପଡିବ। ଆମେ ମଣ୍ଡଳୀର କର୍ମରେ ବିଶ୍ୱସ୍ତ ହେବାକୁ ପଡିବ, ଘରେ ବିଶ୍ୱସ୍ତ ହେବାକୁ ପଡିବ। ଏଫେସୀୟ ମଣ୍ଡଳୀକୁ କୁହାଗଲା, ତୁମେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ, ଆଦ୍ୟ କର୍ମ କର, ନଚେତ ଆମେ ଆସିବୁ ତୁମର ପ୍ରଦୀପ। ତାମାନେ ପ୍ରଦୀପକୁ ଧରି ରଖିବାକୁ ପଡିବ। କେମିତି ଧରିବେ? ଆଦ୍ୟ ପ୍ରେମରେ। ରୁବେନ ଜ୍ୟେଷ୍ଠ ଅଧିକାର ଧରି ରଖି ପାରିଲା ନାହିଁ। କାହିଁକି? ବ୍ୟଭିଚାର। ସାମସନ ପାଇଥିବା ଶକ୍ତିକୁ ଧରି ରଖି ପାରିଲା ନାହିଁ। କାହିଁକି? ଅଭିଳାଷ। ଏଣୁ ମଣ୍ଡଳୀକୁ ପ୍ରଭୁ କହୁଛନ୍ତି, ଯାହା ଅଛି ଦୃଢ କରି ଧରି ରଖ। ପବିତ୍ର ଲୋକ ହିଁ ଧରି ରଖିପାରିବ, ବିଶ୍ୱସ୍ତ ଲୋକ ହିଁ ଧରି ରଖିପାରିବ। ଲୁସିଫରକୁ ମିଳିଥିଲା ପଦପଦବୀ, ଧରି ରଖି ପାରିଲା ନାହିଁ। କାହିଁକି? ନମ୍ରତା ନଥିଲା। ପାଇବା ବଡ କଥା ନାହିଁ ଆଜ୍ଞା। ଲୁସିଫରକୁ ସ୍ୱର୍ଗରେ ସିଂହାସନ ମିଳିଥିଲା, ଧରି ରଖି ପାରିଲା ନାହିଁ। ନବୁକଦନେଶ୍ଵର ପୁଅ ବୋଲଶେସର ସାମ୍ରାଜ୍ୟ ଧରି ରଖି ପାରିଲା ନାହିଁ। ମାଦୀୟ ପାରସିକ ମାନଙ୍କୁ ଦିଆଗଲା। ଏଲି ଯାଜକଙ୍କର ବଂଶର ସେବା କାହାକୁ ଦିଆଗଲା? ସାମୁଏଲକୁ। ଧରି ରଖି ପାରିଲେ ନାହିଁ। ପାପ। ମୋ ସମୟ ସମାପ୍ତ ହେଉଥିବାରୁ ମୁଁ ଏଠାରେ ସମାପ୍ତ କରିବାକୁ ଚାହୁଁଛି। ପ୍ରଭୁ ଆପଣଙ୍କୁ ଯାହା ବି ଦେଇଛନ୍ତି ଧରି ରଖିବା ପାଇଁ ହେଲେ ପବିତ୍ର ହେବାକୁ ପଡିବ, ନମ୍ର ହେବାକୁ ପଡିବ, ବିଶ୍ୱସ୍ତ ହେବାକୁ ପଡିବ, ଦିବା ରାତ୍ର ବାକ୍ୟ ଅନୁସାରେ ଚାଲିବାକୁ ପଡିବ। ତେବେ ଆପଣ ଯାହା ପାଇଛନ୍ତି ଶେଷ ପର୍ଯ୍ୟନ୍ତ ଧରି ରଖିବେ। ପ୍ରଭୁଙ୍କ ଲୋକମାନେ ପାଉଲ ପରି ଲୋକ କହୁଛନ୍ତି, ମୁଁ ଧରିବା ପାଇଁ ଦୌଡୁଛି। ତାହେଲେ ଆମେ କଣ ବୋଲି କହିବା ନିଜ ବିଷୟରେ? ଏକ ବଡ କର୍ମ ପାଇଁ ଆମକୁ ଆହ୍ୱାନ କରାଯାଇଛି। ପରସ୍ପର କାମୁଡା କାମୁଡି ହୋଇ, ଈର୍ଷା ହେଇ, ଶତ୍ରୁତା ରଖି ଆମେ ଏଇଠି ଖାଣ୍ଟି ଚକଟି ହଉଛୁ। ପାଉଲ କହିଲେ, ଯାହା ମୋର ଲାଭ ଥିଲା ସବୁକୁ ମୁଁ ଆବର୍ଜନା ବୋଲି ଭାବି ମୁଁ ଦୌଡୁଛି। ଭୁଲି ଯାଆନ୍ତୁ ସବୁ ମାନ ଅଭିମାନ, ଲକ୍ଷ୍ୟ ରଖନ୍ତୁ ସ୍ୱର୍ଗୀୟ ସିଂହାସନ। ତାହା ଧରିବା ପାଇଁ ଆମର ମୁକୁଟ ସ୍ୱର୍ଗରେ କେହି ନ ନେଉ, ଆମର ସିଂହାସନ ଆମ ଠାରୁ ହରଣ ନ ହେଉ। ଶୈତାନ ଖୋଜି ବୁଲୁଛି ଆମକୁ ଗ୍ରାସ କରି ବର୍ବାଦ କରିଦେବା ପାଇଁ। ମୁଁ ଯାହା ଯାହା କହିଲି ତାହା ପ୍ରତି ଆମେ ସତର୍କ ହଉ, ସଚେତନ ହେଉ। ତାହେଲେ ଆମ ପାଇଁ ଯାହା ରଖାଯାଇଛି ସ୍ୱର୍ଗରେ, ଆଉ ଯାହା ଆମେ ପାଇଛୁ ବର୍ତ୍ତମାନ ଏ ଖ୍ରୀଷ୍ଟିଆନ ଜୀବନରେ, ତାହାକୁ ଆମେ ଶେଷ ଯାଏ ଧରି ରଖିପାରିବା, ଆଉ ବିଚାର ଦିନରେ ପୁରସ୍କାରର ଅଂଶ ହେଇପାରିବା। ଆସନ୍ତୁ ଚକ୍ଷୁ ବନ୍ଦ କରିବା। ପ୍ରେଜ୍ ଦ ଲର୍ଡ। ଚକ୍ଷୁ ବନ୍ଦ କରୁ। এই 5 ମିନିଟ ଆମେ ଟିକେ ନିଜକୁ ଦେଖିବା। ମୁଁ କଣ ମୋର ବିବେକକୁ ସୂଚୀ କରି ଧରି ରଖୁଛି? ମୋର ହୃଦୟ କାହା ପ୍ରତି ଶତ୍ରୁତାରେ ପୂର୍ଣ୍ଣ ଅଟେ କି? ଟିକେ ସମୀକ୍ଷା କରୁ। ସମସ୍ତେ ଆମେ ଚକ୍ଷୁ ବନ୍ଦ କରିବା। କେହି କାହାରିକୁ ଅନାଇବା ନାହିଁ। ପ୍ରଭୁ ଆମକୁ ଯାହା ଦେଇଛନ୍ତି
आमे ताहा धरी रखी पारुछु कि जदि नाई आमे क्षमा मागो प्रभु समीक्षा करू जदि आमर दोष देखा जाउछे आमे अनुताप करू जानिछि मु पिता तुमे बाट मोर चाहे तुम दया क्षमा पाई फेरिछि मो सृजने नियमते तुम पड़े रखुछि हे मो जीवन प्रिय जीशु तुम पाद तले रखुछि हे मो जीवन प्रिय प्रभु तुम पाद तले ओरनिया জীবনে পাপরনিয়া জীবনে মো জীবন আজি চলে রখুছি হে মো জীবন প্রিয় প্রভু রখুছি হে মো জীবন প্রিয় যিশু
ସ୍ୱର୍ଗୀୟ ପିତା, ଆମ ଜୀବନକୁ ତୁମ ପାଦ ତଳେ ରଖୁଛୁ। ଆମେ ଅସୁଚି ବିବେକଧାରୀ ଅଟୁ ବାପା। ଆମ କଷ୍ଟ ସମୟରେ ବିଶ୍ୱାସ ଧରି ରଖି ପାରୁନାହୁଁ ପ୍ରଭୁ। ଆମେ ଅନେକ ସମୟରେ ବାକ୍ୟକୁ ଛାଡ଼ି ଦେଉଛୁ, ଆଦମ ହବାକୁ ଛାଡ଼ି ଦେଲା ଉପଦେଶକୁ ଧରି ରଖି ପାରୁନା ପ୍ରଭୁ। ଆମେ ଯେପରି ଆମେ ପାଇଥିବା ଆଶୀର୍ବାଦକୁ ନ ହରାଇବୁ, ଆମେ ଯେପରି ତାହା ଧରି ରଖିବୁ ସେଇ ଗର୍ଜନା ଆମକୁ ଦିଅ ପ୍ରଭୁ, ସେ ହୃଦୟ ଆମକୁ ଦିଅ ବାପା, ସେ ମନ ଆମକୁ ଦିଅ ପ୍ରଭୁ, ସେ ଭଙ୍ଗା ହୃଦୟ ଦିଅ ବାପା। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସ୍ୱର୍ଗୀୟ ପ୍ରଭୁ, ଯାହା ପାଇ ଅଛୁ ତାହାକୁ ଧରି ରଖିବାର ଶିଖାଅ। ଯାକୁ ତୁମକୁ ଧରି ରଖିଲା ପ୍ରଭୁ, ସେ ତୁମକୁ ଆଶୀର୍ବାଦ ନ ପାଇବା ଯାଏ ଛାଡ଼ିଲା ନାହିଁ ବାପା। ଆମେ ବି ତୁମକୁ ତୁମ ଆଶୀର୍ବାଦକୁ ଧରି ରଖିବୁ। ସେପରି ଆମକୁ ଦୟା କର, ଦୟା କର, ଦୟା କର। ସ୍ୱର୍ଗୀୟ ରାଜା, ତୁମେ ଆଜି ଆମକୁ କଥା କହିଛ, ଆମେ ତାହାକୁ ଧରିକି ଚାଲିବୁ। ଆମ ହୃଦୟରେ ତାହା ଗଜା ହେଉ, ଫଳ ଫଳୁ, ସେପରି ସାହାଯ୍ୟ କର। ମଣ୍ଡଳୀକୁ ତୁମେ ସୁରକ୍ଷା ଦେଇ ଆସିଛ, ଆହୁରି ତୁମ୍ଭ ଆଗମନ ପର୍ଯ୍ୟନ୍ତ ସୁରକ୍ଷା ଦେଇ ଆଶୀର୍ବାଦ କର। ତୁମର ପରାକ୍ରାନ୍ତ ହସ୍ତରେ ସମର୍ପଣ କରି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିବି, ଆମେନ୍।